नमस्कार जय श्री जगन्नाथ। तो आज जेहेतु रथ माने रथरे एते जोरे वर्षा होची जे हमर परिस्थिति कहले माने बहुत ही खराब। कारण तो देखो आमर वर्षार केमती हेची घर तो देखो ई साल कोन हेची देखो माने वर्षा एते ପାଇଁ ବହୁତ ଅସୁବିଧା ହଉଛି ଦେଖନ୍ତୁ। ତ ଦେଖନ୍ତୁ ରୋଷେଇ କେମିତି ଆମର ହଉଛି ଚୁଲି ତ ସେପଟଟା ପୁରା ନଷ୍ଟ ହେଇଯାଇଛି ବାକି ଆଉ ଏଇଟା ଯାହା ଆମେ ଯେହେତୁ ଆଣିଥିଲୁ ଉଠା ଚୁଲି ଆଉ କାଠ କେମିତି ଆମର ରୋଷେଇ ହଉଛି ତ ଏପଟେ ଦେଖନ୍ତୁ ପୁରା ଚୁଲି ଉଦା ହେଇଯାଇଛି। ଆଉ ତ ଏଇ ଗୋଟେ ତ ଦେଖନ୍ତୁ ତ ମାଆଙ୍କୁ ପଚାରେ ମା କେମିତି କଣ ରୋଷେଇ କରୁଛନ୍ତି ମା କେମିତି କଣ ରୋଷେଇ କରୁଛ ଏଥିରେ? କହନା ମେଘ ହଉଛି ଚାରିଆଡେ ବସି ହଉନାହିଁ ଆଉ ସେ ଚୁଲିରେ ପାଣି ପଶିଛି ଆଉ କାନ୍ଥ ଭେଦି ହଉଛି ନା କାନ୍ଥରେ ବର୍ଷା ହଉଛି ଆଉ ଉଠା ଚୁଲି ପୁଅ ଆଣିଥିଲେ ସେଇଥିରେ ଚୁଲି ନଗଉଛି ସେ ବି ଜଳୁନାହିଁ। ତ ଦେଖନ୍ତୁ ଆମର ପରିସ୍ଥିତି ଏମିତି ଆଉ ବର୍ଷା ଦିନରେ ତ ଆମର ବହୁତ ହି ଅସୁବିଧା ହେଇଥାଏ। କାରଣ ଆମେ ଏଥିରେ ରୋଷେଇ କରୁଛୁ ଏଇ ଯୋଉ ଉଠା ଚୁଲି ମୁଁ ଥରେ ବର୍ଷା ହେଇଥିଲା ବହୁତ ଜୋର ବର୍ଷା ହେଇଥିଲା ରୋଷେଇରେ ମାନେ ଖାଇବା ପିଇବା ଆମର ଉପାସ ହେଇଥିଲୁ। ଆଉ ଏଇ ଚୁଲିଟା ହିଁ ମାନେ କିଣିକି ଆଣିଥିଲୁ। ତ ସେ ଚୁଲିରେ ତ ଆମର ତ ପାଣି ମାନେ ବର୍ଷା ହେଲେ ସେ ତଳପଟୁ ପାଣି ଉଦା ହେଇକି ଝରି ଥାଏ ଯାହା ଫଳରେ ଆମେ ରୋଷେଇ କରିପାରୁନଥାଉ। ତ ଯାହାବି ହଉ ଭଗବାନ ଗୋଟେ କଥା ନାହିଁ ନା ମଣିଷ ଜନ୍ମ ଦେଇଛନ୍ତି ସତ କିନ୍ତୁ ଆମ ଭାଗ୍ୟରେ ଯଦି ଭୋଗିବାର ଥିବା ଆମେ ଭୋଗିବା ତ ଆମେ କାହାକୁ ନିନ୍ଦିବା କହୁନାହାନ୍ତି ଆପଣ ମାନେ। ତ ଯାହା ନିହାତି ଭାବରେ ତେଲିଆ ଆମକୁ ଟିକେ ମାଛର ସପୋର୍ଟ ତେଲ। କରନ୍ତୁ ଏତିକି ଆପଣଙ୍କୁ ଅନୁରୋଧ। ତ ଯଦି ଭିଡିଓଟି ନିହାତି ଭାବରେ ଆପଣଙ୍କୁ ଭଲ ଲାଗିଥିବ ସେୟାର କରିବେ। ରହିଲି ଜୟ ଜଗନ୍ନାଥ। ଆଉ ଭିଡ଼ିଓଟିକୁ ସବସ୍କ୍ରାଇବ୍ ଆଉ ଫଲୋ ହିଁ କରିବେ। ରହିଲି ଜୟ ଜଗନ୍ନାଥ।